এই ভিডিওରେ ଆମେ ଦେଖିବାକୁ ଯାଉଛେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମର ଦିବସ 3। ଦିବସ 3ରେ କ'ଣ କ'ଣ ସବୁ ଆବଶ୍ୟକୀୟ ସାମଗ୍ରୀ ଆବଶ୍ୟକ ଏବଂ କ'ଣ ଶିକ୍ଷଣ କାର୍ଯ୍ୟ କରିବା এই ଭିଡ଼ିଓରେ ଆମେ ଶିଖିବା ଆଉ କିପରି କରିବା ସେଇଟା ମଧ୍ୟ ଦେଖିବା। ପ୍ରଥମେ ଆବଶ୍ୟକୀୟ ସାମଗ୍ରୀ ଗୁଡ଼ିକ ଦେଖିନେବା। ଦିବସ 3 ଆବଶ୍ୟକୀୟ ସାମଗ୍ରୀରେ ରହିଛି କ୍ରମରେ ଚିତ୍ର କାର୍ଡ଼, ସଂଖ୍ୟା ଗ୍ରିଡ୍ ଚିତ୍ର, ଜିକେ କିଟ୍ ମୁଦ୍ରା, ଜିକେ କିଟ୍ ଥିବା ଟ୍ୟାନଗ୍ରାମ, ପଜଲ, ବିଭିନ୍ନ ଆକୃତିର ଚିତ୍ର, ଜିକେ କିଟ୍ ସ୍କୋୟାର କାଉଣ୍ଟ 4ଟା କଲରର, 2ଟି ବାଲ୍ଟି, 4ଟି ବଲ୍, ଫୁଲ ଓ ପନିପରିବା। ଦିବସ 2ରେ ଆମେ ସାକ୍ଷରତା ଷ୍ଟଲର ଶିକ୍ଷଣ କାର୍ଯ୍ୟ କରିଥିଲେ। ଦିବସ 3 ବା ଏପ୍ରିଲ 4 ତାରିଖରେ ଆମେ ସଂଖ୍ୟାଜ୍ଞାନ ଷ୍ଟଲର ଶିକ୍ଷଣ କାର୍ଯ୍ୟ କରିବା। ଏଥିପାଇଁ ପ୍ରଥମେ ଶିକ୍ଷଣ କାର୍ଯ୍ୟ ରହିଛି ଆସ ଖୋଜିବା ଓ କ୍ରମରେ ସଜାଡ଼ିବା। ଏଥିରେ ଚିତ୍ରରେ ଦେବା ଭଳି ଆମେ ବିଭିନ୍ନ କ୍ରମରେ ଚିତ୍ର କାର୍ଡ଼ ସଂଗ୍ରହ କରି ରଖିବା। ଏହି ଚିତ୍ର ବ୍ୟତୀତ ଆମେ ଅନ୍ୟ ମଧ୍ୟ ସଂଗ୍ରହ କରିପାରିବା, ମାତ୍ର କ୍ରମରେ ଥିବା ଆବଶ୍ୟକ। ଏଗୁଡ଼ିକ ଏପଟ ସେପଟ କରି ରଖିବା, ପିଲାମାନେ ତାକୁ କ୍ରମରେ ସଜାଡ଼ିବେ। ଶିକ୍ଷଣ କାର୍ଯ୍ୟ 2ରେ ଆସୁଛି ସଂଖ୍ୟା ଜାଣିବା। ଏଥିରେ ଚିତ୍ରରେ ଦେବା ଭଳି ଆମେ ଚିତ୍ର କାର୍ଡ଼ବୋର୍ଡ଼ ସିଟ୍ରେ କରିକି ରଖିବା। କିଛିଟା ସ୍କୋୟାର କାଉଣ୍ଟ ଜିକେ କିଟ୍ରୁ ଆଣି ପିଲାଙ୍କୁ ଦେବା। ସେ 3 ନମ୍ବର ଘରେ ଚିତ୍ରରେ ଦେଖାଇବା ଭଳି ପ୍ରଥମେ ବୁଝାଇଦେବା ଏବଂ 3 ନମ୍ବର ଘରେ 3ଟା ସ୍କୋୟାର କାଉଣ୍ଟ ରଖିବେ, 5 ନମ୍ବର ଘରେ 5ଟା ରଖିବେ। ଏଥିପାଇଁ ଆମେ ସ୍କୋୟାର କାଉଣ୍ଟ ସବୁ ପ୍ରଥମ ଶ୍ରେଣୀ ପିଲାଙ୍କୁ ଦେଇଦେବା। ପ୍ରଥମ ଶ୍ରେଣୀ ପିଲା କାଉଣ୍ଟ କରିକି ଶିଶୁ ବାଟିକା ପିଲାଙ୍କୁ ଦେବେ ଏବଂ ସେମାନେ ସଜେଇ ରଖିବେ। ଶିକ୍ଷଣ କାର୍ଯ୍ୟ 3ରେ ଆସିଲା ଦୋକାନ ବଜାର ଖେଳ। ଏଥିରେ ଆମକୁ ଜିକେ କିଟ୍ରୁ ମୁଦ୍ରା ଆବଶ୍ୟକ। 1 ଟଙ୍କା, 2 ଟଙ୍କା, 5 ଟଙ୍କା, 10 ଟଙ୍କା ଏମିତି ମୁଦ୍ରା ଓ ନୋଟ୍ ଦେବା। ପ୍ରଥମ ଶ୍ରେଣୀ ପିଲାମାନେ ଦୋକାନୀ ହେବେ ଏବଂ ଦ୍ୱିତୀୟ ଶ୍ରେଣୀ ପିଲାମାନେ ପ୍ରଥମ ଶ୍ରେଣୀ ପିଲାମାନେ ଦୋକାନୀ ହେବେ ଓ ଶିଶୁ ବାଟିକା ଓ କିଛି ପ୍ରଥମ ଶ୍ରେଣୀ ପିଲା ମଧ୍ୟ ପରିବା କିଣିବା ପାଇଁ ଯିବେ। ବିକ୍ରି କରିବାକୁ ରଖିଥିବା ପରିବା ଗୁଡ଼ିକ ପିଲାମାନେ ସଜାଡ଼ି ଟେବୁଲ ଉପରେ ରଖିବେ। ଅନ୍ୟ ପିଲାମାନେ ସେହି ମୁଦ୍ରା ନୋଟ୍ ନେଇ ଏଥିରୁ ପରିବା କିଣିବା କାର୍ଯ୍ୟ କରିବେ। 4 ନମ୍ବର ଆସିଲା ଟ୍ୟାନଗ୍ରାମ ଅଂଶକୁ ନେଇ ଗଣିତ ଖେଳ। ଏଥିରେ କେମିତି କରିବା? ଆମ ଜିକେ କିଟ୍ରେ ବିଭିନ୍ନ ଟ୍ୟାନଗ୍ରାମ ଅଂଶ ଅଛି, ତାକୁ ପିଲାମାନଙ୍କୁ ଦେବା। ଏ ଚିତ୍ର ଆମେ ଆଗରୁ କାଢ଼ିକି ତାଙ୍କୁ ଦେଖାଇବା, ନଚେତ ଆମେ ବ୍ଲାକବୋର୍ଡ଼ରେ ମଧ୍ୟ ଡ୍ରଇଂ କରିପାରିବା। ସେଥିରୁ ଦେଖି ପିଲାମାନେ ଏମିତି ବିଭିନ୍ନ ଆକୃତିରେ ଟ୍ୟାନଗ୍ରାମ ସଜାଡ଼ିବେ। 5 ନମ୍ବର ଆସିଲା ପଜଲ। ପଜଲ ପାଇଁ ଆମେ ଏମିତି ବଡ଼ ଚିତ୍ର କାଢ଼ିକି ତାକୁ କାଟି ଦେଇପାରିବା। ଅଲଗା ପଜଲ ନ କିଣିକି ଆମେ ଏମିତି ମଧ୍ୟ କରିପାରିବା, କାଟିକି ରଖିଦେବା, ପିଲା ତାକୁ ସଜାଡ଼ିବେ। 6 ନମ୍ବର ଶିକ୍ଷଣ କାର୍ଯ୍ୟରେ ଆକୃତି ରଙ୍ଗ ଦେବା ଆସିଲା। ବିଭିନ୍ନ ଆକୃତି ଡ୍ରଇଂ କରି ରଖିଥିବା ଏମିତି କାର୍ଡ଼ବୋର୍ଡ଼ ସିଟ୍ରେ ବା ଡ୍ରଇଂ ସିଟ୍ରେ ପିଲାମାନଙ୍କୁ ରଙ୍ଗ ଦେଇଦେବା, ସେ ତାଙ୍କ ନିଜ ଇଚ୍ଛାରେ ରଙ୍ଗ କରିବେ। 7 ନମ୍ବରରେ ରଙ୍ଗ ଅନୁସାରେ ଅଲଗା କରିବା। ଏଥିରେ ଜିକେ କିଟ୍ରୁ ବିଭିନ୍ନ ସ୍କୋୟାର କାଉଣ୍ଟ ବିଭିନ୍ନ କଲରର ଦେଇଦେବା ଏବଂ ସେହି କଲରର ବାଲ୍ଟି ଆମେ ରଖିବା। ଯଦି ସେହି କଲରରେ ବାଲ୍ଟି ବା ଡବା ନାହିଁ, ଆମେ କଲର ପେପର ଲଗାଇ ଦେଇଥିବା ପିଲା ସେହି ରଙ୍ଗ ଦେଖି ସ୍କୋୟାର କାଉଣ୍ଟ ପକାଇବେ। 8 ନମ୍ବରରେ ରହିଛି ବଲ୍ ଖେଳ। ଆମେ ୟାକୁ କମ୍ପିଟିସନ୍ ଭଳି ଚିତ୍ରରେ ଦେଖିବା ଭଳି କରିପାରିବା। ଜଣେ ପିଲାକୁ 2ଟି ଲେଖା ବଲ୍ ଦେବା, 2 ଜଣ ପିଲାଙ୍କୁ ଏକାଥରେ ଡାକିବା, ତାଙ୍କୁ ବଲ୍ ବାଲ୍ଟିରେ ପକାଇବା ପାଇଁ କହିବା। ଯେତେବେଳେ ବଲ୍ ପଡ଼ିଯିବ ଆମେ ତାଙ୍କୁ କରତାଳି ମାରି ଉତ୍ସାହିତ କରିବା। 9 ନମ୍ବରରେ ଆସିଲା ଗଣିତ ଡିଆଁ ଖେଳ। ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ସଂଖ୍ୟାଜ୍ଞାନ ଷ୍ଟଲର ଗୋଟେ ପାର୍ଶ୍ୱରେ ଚଟାଣରେ ଚଖଡ଼ି ରଙ୍ଗରେ ଅଙ୍କନ କରିବେ। କେମିତି କରିବା? ଆମେ ତଳେ ଚିତ୍ର ଦେଇଛି, ଚିତ୍ରରୁ ବୁଝିପାରିବା ଭଲସେ। ଏହିଭଳି ଚିତ୍ର ଆମେ ବାରଣ୍ଡାରେ କରିବା। ପିଲାମାନେ ଗୋଟେ ଚିତ୍ର ଉପରକୁ ଡେଇଁ ଯିବେ ଏବଂ ଯେତେବେଳେ ବିଦ୍ୟାଳୟ ପାଖରେ ପହଞ୍ଚିଯିବେ, ମୁଁ ବିଦ୍ୟାଳୟରେ ପହଞ୍ଚିଗଲି କହି ଖୁସି ହେବେ। ଯେତେବେଳେ ଗୋଟେ ପିଲା ବିଦ୍ୟାଳୟରେ ପହଞ୍ଚିଯିବ, ଆମେ କରତାଳି ମାରି ଆଉ ଗୋଟେ ପିଲାକୁ ତା ଭଳି ଡେଇଁବା ପାଇଁ କହିବା। ଏ କାର୍ଯ୍ୟ ପାଇଁ ଆମେ ପ୍ରଥମ ଶ୍ରେଣୀ ପିଲାଙ୍କୁ କହିବା, ତାପରେ ଶିଶୁ ବାଟିକା ପିଲାଙ୍କୁ କହିବା। 10 ନମ୍ବର ଆସିଲା କ୍ରମକୁ ଆଗକୁ ନେବା। ଶିକ୍ଷଣ ସାମଗ୍ରୀରେ ମୁଁ କହିଥିଲି ପନିପରିବା ଆଉ ଫୁଲ ଚିତ୍ରରେ ଦେଖାଯିବା ଭଳି ଆମେ ଏମିତି ସଜାଡ଼ି ରଖିବା ଏବଂ ପିଲାଙ୍କୁ କହିବା ଏମିତି ଦେଖିକି ଆଗକୁ କ'ଣ ହେବ ସେମାନେ ସଜାଡ଼ିବେ। ଏତିକି ଥିଲା ଦିବସ 3ର ଶିକ୍ଷଣ କାର୍ଯ୍ୟ। ଧନ୍ୟବାଦ।